ସଦାନନ୍ଦେ ସମସ୍ତ ବରେଣ୍ୟ ବୀର ପୁଙ୍ଗମ ମାନେ ଆମନ୍ତ୍ରଣକୁ ରକ୍ଷା କରି ଆସିଛନ୍ତି। ସେମାନଙ୍କୁ ଏହି ସଭାସ୍ଥଳକୁ ଆମନ୍ତ୍ରଣ କରି ଦିଆଯାଉ। ମହାରାଜ ମୁଁ ତାହେଲେ ତାକୁ ଜଣାଇ ଦେଉଛି। मंत्री कहले संजात्रा आयोजन कराଯିବ राजाଙ୍କ आदेश जेते राज्यରୁ राजा ମାନେ ଆସନ୍ତି ତାଙ୍କୁ ଶୀଘ୍ର ଡାକିଆ ଏ ମୁଁ କାଲା ମତେ ଏତେ ଜୋର କଣ କହୁଛୁ ହାଁ ଜାଣିଲୁ ବାଳ ବସେ ଟାଇମ ରେ କେତେ ଜାନ ଥାଉ କହିଲେ ଯୋ ରାଜାଙ୍କୁ ନିମନ୍ତ୍ରଣ ଦିଆ ହେଇଛି ସେ ଆମ ଘୋଡାଶାଳ ଗେଟ୍ ପାଖରେ ଅଛନ୍ତି ଆରେ ରାଜାଙ୍କ ୱା ବନାଇକି ଘୋଡାଶାଳ ଆଣିଛନ୍ତି ଏ ରାଜା କୋଉଠି ଜାଗାରେ ଘୋଡାଶାଳ ନୁହେଁ ଆମ ରାଜାଙ୍କ ବାରିପଟେ ଯୋଉ ଉଆସ ଅଛି ଆଉ ସବୁ ଷ୍ଟକ୍ ରୁମରେ ଅଛନ୍ତି ଆଉ ବୁଝିଲ ସବୁ ରାଜାଙ୍କୁ ବର୍ତ୍ତମାନ କହିଦେଇଛି ସମସ୍ତେ ଧନୁ ଭାଙ୍ଗିଦେବେ କାଳେ କାଳେ ଡାକୁନ ବୋଲ ନାହିଁ ଆଉ ଜଣ ଜଣେ କି ଡାକିଆ ତାହେଲେ ଡାକ ହଁ ଡାକ ମହାରାଜ ଘରେ ଗଲ ଆସନ୍ତୁ ଆଜ୍ଞା देखो देखो हां आसले आसले कहला अलंकृत ए ग्रहण कथा कहून माने बसंत देखिबा आज्ञा महाराज विराज माने करंतु तदा शीघ्र विराज मान करू आसन आसन सिंगापुर भाई ये सिंगापुर आओ काल विलंब न करी यथा शीघ्र बर्तमान सीट रे बसन के महाराज अछंती को आगे महाराज जल्दी आसନ୍ତୁ ए कौन एते लेट करू तमा ओ की बागो हां धीरे 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 बाबा रे राजा सब पारस ना हां करे करे
ରାଜାଙ୍କୁ ଯାଇଥିଲି ନିମନ୍ତ୍ରଣ ଦେବାକୁ ଏ କଣ କାଠ ପିଡ଼ିଆକୁ ଯାଇଥିଲି ନିମନ୍ତ୍ରଣ ଦେବାକୁ ତମେ ରାଜା କି ଆସନରେ ବସନ୍ତୁ ଦେଖିଦିଅ ଆଉ ଅଛନ୍ତି କାହିଁ ଦେଖା ଲାଗୁନାହାନ୍ତି ଅଛନ୍ତି ଭିତରେ କିଏ ଗୋଟେ ଅଛି ଏ ଆମ ରାଜା ଯୋଉ କାଠ ଆଣୁଥିଲେ ସେ କାଠ ଆଣୁଥିଲେ ଆଉ ସେ ଗୋଟେ ରାଜା ସେ ଭିତରେ ଅଥିଲେ କଣ ଓ ରାଜା ମହାଶୟ ଆଉ ତ ଜଲ୍ଦି ଏ ଆଇଲି ଏ ଡାଳ ପତ୍ର ରାଜା ଅଛି ତମକୁ ଦେଖିପାରିବେନି କିନ୍ତୁ ଦେଖିଆ ଆଉ କୋଉ ରାଜା ଅଛନ୍ତି କି ଅଛନ୍ତି 75 80 95 ଲକ୍ଷେ ରାଜା ଆସିଲେଣି ଆଜ୍ଞା ଆଜ୍ଞା ମାରା ରାଜନ ବୃନ୍ଦ ସଭାରେ ଉପସ୍ଥିତ ହେଲେ ତ ଯେବେ ଉପସ୍ଥିତ ହୋଇଛନ୍ତି ତେବେ ସଭା କାର୍ଯ୍ୟକୁ ଆରମ୍ଭ କରିବା ସଭା କାର୍ଯ୍ୟକୁ ଆରମ୍ଭ କରିବା ପୂର୍ବରୁ ସର୍ବପ୍ରଥମେ ମୋର ସମସ୍ତେ ଏ ସଭାରେ ଉପସ୍ଥିତ ହେଲେ ଏବଂ ମୋର ଆରାଧ୍ୟ ମୋର ବନ୍ଧ୍ୟ ମମ ପ୍ରାଣ ଦେବାଦିଦେବ ମହାଦେବଙ୍କୁ ସ୍ତୁତି କରାଯାଇ ସଭା କାର୍ଯ୍ୟ ଆରମ୍ଭ ହେବ वंदे देव पापतिग्र गुरु वंदे जगत कारण वंदे पंडग भूषण मुरुगधर वंदे वसुनापति वंदे शुद्ध शतांक वज्रहीन वंदे मुकुंद्रप्रियं वंदे भक्तं जनाश्रय कुशवरद वंदे शिव शंकर सभारे महर्षि हसिनो Lord.
କିମ୍ବଦନ୍ତୀ ଦିଗଦନ୍ତୀ ଆର୍ଯ୍ୟବର୍ତ୍ତର ଯୁଗ ପୁରୁଷ ମାନଙ୍କୁ ରାଜର୍ଷି ଜନକର ସାଦର ଅଭିନନ୍ଦନ। ହିମାଳୟ ସମାରୁଢ଼ ଯାବତ୍ ଇନ୍ଦୁ ସରୋବର ସା ଦେବ ନିର୍ମିତ ଭୂମି ହିନ୍ଦୁସ୍ତାନ ପ୍ରକୀର୍ତ୍ତିତା। ଉତ୍ତରରେ ଆର୍ଯ୍ୟବର୍ତ୍ତର ମୁକୁଟ ସଦୃଶ୍ୟ କିରୀଟ ସଦୃଶ୍ୟ ଦେବତା ମାନଙ୍କର ଘଟସ୍ଥଳୀ କ୍ରୀଡ଼ାସ୍ଥଳୀ ଆତ୍ମା ବୋଲାଉଥିବା ନଗାଧିରାଜ ହିମାଳୟ ଏବଂ ଦକ୍ଷିଣ ଦିଗରେ କନ୍ୟାକୁମାରିକାର ଇନ୍ଦୁ ପୁଷ୍କରିଣୀ। ହିମାଳୟର ଆଦ୍ୟ ଅକ୍ଷର ହି ଏବଂ ଇନ୍ଦୁ ପୁଷ୍କରିଣୀର ଶେଷାକ୍ଷର ଦୁ। ଏହି ହି ଏବଂ ଦୁ ମଧ୍ୟରେ ଯେତେ ସ୍ଥାନ ରହିଲା ତାହାକୁ ହିନ୍ଦୁସ୍ତାନ ବୋଲି ଆଖ୍ୟା କରାଯାଏ ଏବଂ ଏହି ସ୍ଥାନରେ ଯେଉଁ ପୁରୁଷମାନେ ବାସ କଲେ ଯେଉଁ ଜନପଦ ବାସ କଲେ ସେମାନଙ୍କୁ ହିନ୍ଦୁ ବୋଲି ଆଖ୍ୟା କରି ଦିଆଯାଏ। ତେଣୁ ହେ ମୋର ହିନ୍ଦୁସ୍ତାନର ସମସ୍ତ ବରେଣ୍ୟ ରାଜନ ବୃନ୍ଦ, ସମସ୍ତ କ୍ଷତ୍ରିୟ ବୀରମଲ୍ଲ ଶଲ୍ୟ ଯୋଦ୍ଧା, ମୋର ଆମନ୍ତ୍ରଣକୁ ସ୍ୱୀକାର କରିବା ପୂର୍ବକ ଆର୍ଯ୍ୟବର୍ତ୍ତର ବିଭିନ୍ନ ପ୍ରଦେଶ ଯଥା ଚୋଡ଼ଙ୍ଗ, ନିଷିଦ୍ଧ, କଳିଙ୍ଗ, ମଗଧ, ଅଙ୍ଗ, ବଙ୍ଗ, ଚେଦି, ମତ୍ସ୍ୟ, କୁରୁବେଲି, ମଘ, ମତ୍ସ୍ୟ, କନାଉଜ, କାଶ୍ମୀର, ଡାହାଳ, ଅବନ୍ତୀ, ସିନ୍ଧୁ, ଭୂପାଳ ଇତ୍ୟାଦି ସମସ୍ତ ପ୍ରଦେଶରୁ ଆପଣମାନେ ଆଜି ଏଠାରେ ଏକତ୍ରିତ ହୋଇଛନ୍ତି। କାହିଁକି ଜାଣନ୍ତି? କେବଳ ମୋର କନ୍ୟାର ସ୍ୱୟଂବର ଉତ୍ସବ, ଯାହାକି ଶିବ ଧନୁରେ ଉତ୍ତୋଳନ କରିବା ପୂର୍ବକ ଗୁଣ ପ୍ରଦତ୍ତ। ଯେଉଁ ଶିବ ଧନୁକୁ ଉତ୍ତୋଳନ କରିବା ପୂର୍ବକ ସେଥିରେ ଗୁଣ ଦେବା ପାଇଁ ମୁଁ ମନସ୍ଥ କରିଛି, ତା ପଛରେ ରହିଛି ଏକ କିମ୍ବଦନ୍ତୀ ଇତିହାସ। ମୋର ପୂର୍ବପୁରୁଷ ରାଜା ମିଥି ଦେବାଧିଦେବ ମହାଦେବଙ୍କୁ ସନ୍ତୁଷ୍ଟ କରି ତାଙ୍କଠାରୁ ଏହି ଧନୁଟି ପ୍ରାପ୍ତ କରିଥିଲେ। ଯେତେବେଳେ ତ୍ରିଦେବଙ୍କର ଆଶୀର୍ବାଦରେ ବଳିୟାନ ହୋଇ ତ୍ରିପୁରାସୁର ସଂସାର ମଧ୍ୟରେ ଦୁର୍ଭିକ୍ଷ ଅକାଳ ମରୁଡ଼ି ସୃଷ୍ଟି କଲା, ସେହି ସମୟରେ ପୃଥିବୀ ହେଲେ ରଥ, ସୂର୍ଯ୍ୟ ଚନ୍ଦ୍ର ହେଲେ ତାର ଦୁଇଟି ଚକ୍ର, ଚାରି ବେଦ ହେଲେ ଚାରୋଟି ଅଶ୍ଵ, ଅନନ୍ତ ହେଲେ ରଜୁ ଏବଂ ସାରଥୀ ହେଲେ ବେଦପତି ବ୍ରହ୍ମା। ରଥ ମଧ୍ୟରେ ରଥୀ ହେଲେ ଦେବାଦିଦେବ ମୋର ଇଷ୍ଟ ମହାଦେବ କୈଳାସାଧିପତି ଏବଂ ଯେଉଁ ଧନୁଟିକୁ ଧାରଣ କଲେ ସେହି ଧନୁ ମେରୁ ପର୍ବତରୁ ସୃଷ୍ଟି, ସେଥିପାଇଁ ତାହା ହେଉଛି ଅତି ଗରିୟାନ। ସେହି ଧନୁର ନାମ ଅଜଗବ। ସେହି ଅଜଗବ ଧନୁକୁ ଧାରଣ କଲି ଏବଂ ସେଥିରେ ଯେଉଁ ଗୁଣ, ସେ ଧନୁର ଯେଉଁ ଗୁଣ ତାହା ହେଉଛି ଶେଷନାଗ ଆଦିଶକ୍ତ ଅନନ୍ତ। ସେହି ଧନୁକୁ ଧାରଣ କରି ବ୍ରହ୍ମ ସ୍ୱରରେ ତ୍ରିପୁରାସୁରର ବକ୍ଷ ଭେଦ କରିଥିଲେ ଏବଂ ଦେବାଦିଦେବ ମହାଦେବ କ୍ଳାନ୍ତ ହୋଇପଡ଼ିଥିବା ବେଳେ ଆମର ପୂର୍ବଜ ମିଥି ତାଙ୍କର ମନପ୍ରାଣ ଦେଇ ସେବା କରିଥିଲେ। ପ୍ରସନ୍ନ ହୋଇ ପୂର୍ବଜ ମିଥିଙ୍କ ହାତରେ ଆମର ପିତୃବ୍ୟଙ୍କ ହସ୍ତରେ ସେ ଶିବ ଧନୁକୁ ପ୍ରଦାନ କରିଥିଲେ ଏବଂ କହିଥିଲେ, ହେ ମିଥି, ଏ ଧନୁକୁ ନିତ୍ୟ ପ୍ରତ୍ୟହ ପ୍ରାତଃ ଏବଂ ସନ୍ଧ୍ୟା ସମୟରେ ଏହାକୁ ବନ୍ଦନ କରିବ, ଏହାକୁ ଯତ୍ନରେ ରଖିବ ଏବଂ ଯଦି ତୁମେ ଏହି ଧନୁକୁ ପୂଜା କରିବାରେ କୌଣସି ବିଘ୍ନ ନ କର, ତେବେ ତୁମ ବଂଶର ଗୋଟିଏ ଦାୟାତ ସେ ବୈକୁଣ୍ଠ ପାବିନୀ ବିଷ୍ଣୁ ପ୍ରଣୟିନୀ ମା ଶ୍ରୀ ଲକ୍ଷ୍ମୀ କମଳା ପଦ୍ମାଳୟାଙ୍କୁ କନ୍ୟା ସ୍ୱରୂପରେ ପାଇବ ଏବଂ ସେହି ଲକ୍ଷ୍ମୀଙ୍କ ପାଇଁ ଧରାବତରଣ କରିବେ। ତୁମର ସେହି କନ୍ୟାଙ୍କ ପାଇଁ ପାଣି ଗ୍ରହଣ କରିବା ପାଇଁ ଧରାବକ୍ଷରେ ଅବତୀର୍ଣ୍ଣ ହେବେ ସ୍ୱୟଂ ପରମ ବ୍ରହ୍ମ ନାରାୟଣ ବିଶ୍ୱ ଚିନ୍ତାମଣି। ତେଣୁ ସେହି କଥାକୁ ଧ୍ୟାନ ରଖିବା ପୂର୍ବକ ମୋର ପୂର୍ବପୁରୁଷ ମିଥିଙ୍କ ପରେ ପରେ ଯଥା ଶିବି, ନିମି ଇତ୍ୟାଦି ଏ ସମସ୍ତେ ଅତି ଯତ୍ନର ସହିତ ସେ ଶିବଧନୁକୁ ପୂଜା କରିଥିଲେ ଏବଂ ମୋର ପିତା ତାଙ୍କର ସ୍ୱର୍ଗବାସ ପୂର୍ବରୁ ମତେ ମଧ୍ୟ କହିଯାଇ ଯାଇଥିଲେ, ହେ ଶିରଧ୍ୱଜ, ଯେଉଁ ପୂର୍ବ ସୁରୀରୁ ଯେଉଁ କୀର୍ତ୍ତି ରହିଛି ସେ କୀର୍ତ୍ତିଟି ଅକ୍ଷୁର୍ଣ୍ଣ ରଖିବ। ଆମର ଦେବାଳୟରେ ଆଦି ଅନାଦି କାଳରୁ ଯେଉଁ ଶିବଧନୁ ପୂଜିତ ହେଇ ଆସୁଛି, ବନ୍ଦନା ହେଇ ଆସୁଛି, ଅର୍ଚ୍ଚନା ହେଇ ଆସୁଛି, ତାକୁ ନିତ୍ୟ ପ୍ରତ୍ୟହ ପୂଜା କରିବ। ପିତୃବ୍ୟ ମାନଙ୍କର ସେହି ନିର୍ଦ୍ଦେଶ ମୁଁ ଅକ୍ଷରେ ଅକ୍ଷରେ ଆଜି ପର୍ଯ୍ୟନ୍ତ ପାଳନ କରିଛି। ଦିନେ ଅବସାଦ ହୃଦୟରେ ଅପୁତ୍ରିକ ଥିବା ସମୟରେ ଦେବାଧିଦେବ ମହାଦେବଙ୍କୁ ପ୍ରାର୍ଥନା କରିବା କ୍ଷଣି
प्रकटित हेले कैलासाधिपति देवदेव महादेव माँ भवानी को नहीं आशीर्वाद ढाली दे कहले हे राजर्षि जनक तुमर यही अपुत्रिक दोष अचिरे खंडन हेब मिथिलार उत्तर पार्श्व को कर्षण कले तुम्हें अपूर्व रूप लावण्यमयी लक्ष्मी स्वरूपिणी कन्या तुम्हें पाइब मुनि मानक नहीं समस्त वैज्ञानिक सिद्ध साधक मानक नहीं मिथिलार उत्तर पार्श्व उत्तर प्रांत को कर्षण करने बेले विश्वकर्मांकर सृष्ट एक अष्टरत्न मंजूषारे मु पाइथिली एक अपूर्व रूप लावण्यमयी कन्या लंगलर सियार जेतेबेले से मंजूषा को स्पर्श करिथिला सेतेबेले लंगल स्थाणु पालटि जाइथिला से मंजूषा को खोली दियंते सते जेपरि लक्ष्मी स्वरूपिणी कन्याटी से मंजूषा भितरे अछंती नामकरण उत्सव रे मोर कन्यार षडविध नाम दिया जाइछि लंगलर सियारु आविर्भूत होइतिबारु नाम हेछि सीता मिथिलार राजनंदिनी होइतिबारु नाम हेछि मैथिली जनकर पालिता कन्या होइतिबारु नाम हेछि जानकी पृथ्वीरु आविर्भूत होइतिबारु नाम हेछि पार्थवी एवं मो कन्यार अवयवरु कलेबरु जे सुगंध निर्गत हेउछि ताहा जोजन जोजन पर्यंत व्याप्त पारिजात पुष्पर गंध मध्य मोर कन्यार अवयवरु निर्गत हेउथिबा सुगंध आगरे तुच्छ सेतिपाई समस्त वरेण्य ऋषिवृंद नाम देइछन्ति जोजन गंधा जेतेबेले मोर कन्या को 6 वर्ष बयस होइतिला सेही समय रे एकदा जे मंदिर रे नित्य प्रत्यह मोर शिव धनु को मु पूजा करे मोर कन्या को नहीं सेही कक्ष को जाइथिली मोर कन्या जेतेबेले शिव पूजन मु करुथाए से स्थान को परिष्कार करुथाए सेही समय 6 वर्षीय मोर कन्या सीता अक्लेशरे वाम हस्तरे शिव धनु को उत्तोलन करी दक्षिण हस्तरे से स्थान को से समार्जन करिदेला आश्चर्य चकित हला राजर्षि जनक जेबे जे धनु को केवल स्थानांतरित करिवा पई मु लक्ष लक्ष मल्ल मानकु पोषी रखिछि अष्ट मल्ल मानकु मु खाद्य वस्त्र बासगृह देई रखिछि আজি ସେହି ଶିବ ଧନୁକୁ ଅକ୍ଲେଶରେ ଅଣାୟସରେ ବାମ ହସ୍ତରେ ଯେବେ ମୋର କନ୍ୟା ଉତ୍ପାଟନ କରି ଦେଉଛି ସେହି ଦିନ ଠାରୁ ପଣ ରଖିଲି ଯେଉଁ ବୀରପୁଙ୍ଗବ ଏ ଧନୁକୁ ଉତ୍ତୋଳନ କରିବ ସେ ମୋର କନ୍ୟାର ପାଣି ଗ୍ରହଣ କରିବ ଏହି କଥା ଚିନ୍ତା କରିବା ମାତ୍ରେ ମହର୍ଷି ବାଲ୍ମୀକି ମୋତେ ଅନ୍ୟ ଏକ ପ୍ରସ୍ତାବ ଦେଲେ ସେ ପ୍ରସ୍ତାବ ହେଲା ଯେଉଁ କନ୍ୟା ଯେଉଁ ବୀରପୁଙ୍ଗବ ତୁମର କନ୍ୟାଙ୍କୁ ବିବାହ କରିବ से निश्चित तुम कन्या ठारू शत गुण रे सुशोभित होइतिबो बलियान होइतिबो तेणु सेही दिन महर्षि वाल्मीकि कहिथिले केवल शिव धनु को उत्तोलन करा जिवो नाही अपितु शिव धनु को उत्तोलन करिवा पूर्वक सेतिरे जेउ वीरपुंगव गुण देवा पई सक्षम हेबे सेही राजन वृंद मोर कन्यार पाणी ग्रहण करिवे आजी सेही समय आसी पहुंची सेही शुभ समय से शुभ घड़ी आसी पहुंची मोर आमंत्रण को रक्षा करी आर्यवर्तर विभिन्न प्रांत आपण माने निजर बहुमूल्य समय को नष्ट कर आसी शिव धनु महोत्सव रे अंश ग्रहण करबा पाई दुख आउ विलंब कर नाही मल्ल मान को निर्देश दियो जे मंजूषा पर शिव धनु अछि से मंजूषा को ए राजसभा को स्थानांतरित करबा पाई जनक आज्ञारे मोरी भगवानी जंतो धरी ओधारी जनक आज्ञारे मोरी भगवानी जंतो धरी ओधारी Come on.
Thank you.